ନମସ୍କାର। ଓଡ଼ିଆ ନ୍ୟୁଜ୍ ଏଡିଟୋରିଆଲକୁ ଆପଣମାନଙ୍କୁ ସ୍ୱାଗତ କରୁଛି ମୁଁ ପ୍ରସାଦ। ଆଜି ଆମେ ଆଲୋଚନା କରିବା ପୃଥିବୀ ଓ ପ୍ଲାଷ୍ଟିକ୍ ବିଷୟରେ ଆର୍ଟିକଲ। ଜୈବ ବିଘଟନ ଅକ୍ଷମ ବିଶେଷ କରି ଏକକ ବ୍ୟବହୃତ ପ୍ଲାଷ୍ଟିକ୍ର ବହୁଳ ବ୍ୟବହାର ଆଜି ପୃଥିବୀ ପାଇଁ ପ୍ରମୁଖ ଆତଙ୍କର କାରଣ ପାଲଟିଛି। ବର୍ଷକୁ ପ୍ରାୟ 400 ନିୟୁତ ଟନ୍ରୁ ଅଧିକ ପ୍ଲାଷ୍ଟିକ୍ ସାରା ବିଶ୍ୱରେ ଉତ୍ପାଦିତ ହୋଇଥାଏ। ତନ୍ମଧ୍ୟରୁ 50% ଅଧିକ ପ୍ଲାଷ୍ଟିକ୍ ଦ୍ରବ୍ୟ କେବଳ ଥରେ ମାତ୍ର ବ୍ୟବହାର କରି ଫିଙ୍ଗି ଦିଆଯାଏ। ପ୍ଲାଷ୍ଟିକ୍ ପରିବେଶରେ ବିଘଟିତ ହେବା ପାଇଁ 500ରୁ 1000 ବର୍ଷ ଲାଗିଥାଏ। ତେଣୁ କ୍ରମାଗତ ଭାବେ ଭୂପୃଷ୍ଠ ଓ ସମୁଦ୍ର ଗର୍ତ୍ତ ପ୍ଲାଷ୍ଟିକ୍ ଆବର୍ଜନାରେ ଭରିଯାଉଛି ଏବଂ ପରିବେଶ ଶୋଚନୀୟ ଭାବରେ ପ୍ରଦୂଷିତ ହେବାରେ ଲାଗିଛି। ପ୍ଲାଷ୍ଟିକ୍ ପାହାଡ଼ର ଆବର୍ଜନା ସ୍ତୂପ ତଳୁ କିପରି ପୃଥିବୀକୁ ରକ୍ଷା କରାଯାଇ ପାରିବ ସେ ବିଷୟରେ ବିଶ୍ୱର ମାନବ ସମାଜକୁ ସଚେତନ କରିବା ହିଁ ଚଳିତ ବର୍ଷ ଧରିତ୍ରୀ ଦିବସର ପାଳନର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଚଳିତ ବର୍ଷ 2024ରେ ଧରିତ୍ରୀ ଦିବସ ପ୍ରସଙ୍ଗ ରହିଛି ପ୍ଲାନେଟ୍ ଓ ପ୍ଲାଷ୍ଟିକ୍ ଅର୍ଥାତ୍ ପୃଥିବୀ ଓ ପ୍ଲାଷ୍ଟିକ୍। ଏ ବର୍ଷ ବିଶ୍ୱର 193ଟି ରାଷ୍ଟ୍ର ଏବଂ ସେଠି ବସବାସ କରୁଥିବା 100 କୋଟି ଜନତା ଧରିତ୍ରୀ ଦିବସ ସମାରୋହରେ ଅଂଶଗ୍ରହଣ କରିବେ ବୋଲି ଆଶା ରଖାଯାଇଛି। ପ୍ରତିବର୍ଷ ଏପ୍ରିଲ ମାସ 22 ତାରିଖ ଦିନଟିକୁ ଧରିତ୍ରୀ ଦିବସ ବା ଆର୍ଥ ଡେ ଭାବେ ସାରା ବିଶ୍ୱରେ ପାଳନ କରାଯାଏ। 1970 ମସିହା ଏପ୍ରିଲ 22 ତାରିଖରେ ପ୍ରଥମ ଥର ପାଇଁ ବିଶ୍ୱ ଧରିତ୍ରୀ ଦିବସ ପାଳନର ଆରମ୍ଭ ହୋଇଥିଲା। 1969 ମସିହାରେ ସାନ୍ ଫ୍ରାନ୍ସିସ୍କୋଠାରେ ଅନୁଷ୍ଠିତ ହୋଇଥିବା ୟୁନେସ୍କୋର ଏକ ସମ୍ମିଳନୀରେ ଜନ୍ ମିକାନେଲ୍ ପ୍ରଥମେ ଧରିତ୍ରୀକୁ ସମ୍ମାନିତ କରିବା ଓ ଶାନ୍ତି ଭାବଧାରା ପ୍ରତିଷ୍ଠା ଦିବସରେ 1970 ମସିହା ମାର୍ଚ୍ଚ ମାସ 21 ତାରିଖ ଦିନଟିକୁ ବିଶ୍ୱବାସୀ ପାଳନ କରିବାକୁ ପ୍ରସ୍ତାବ ଦେଇଥିଲେ। କାରଣ ଏହି ଦିନ ଉତ୍ତର ଗୋଲାର୍ଦ୍ଧରେ ବସନ୍ତ ଋତୁ ପ୍ରବେଶ କରିଥାଏ ଏବଂ ସୂର୍ଯ୍ୟ ବିଷୁବରେଖା ଅତିକ୍ରମ କରିଥାନ୍ତି। ଏହି ଦିନଟିକୁ ସମକାଳ ଦିବାରାତ୍ର ମଧ୍ୟ କୁହାଯାଏ। ଅର୍ଥାତ୍ ମାର୍ଚ୍ଚ 21 ତାରିଖ ଦିନ ଭୂପୃଷ୍ଠରେ ଦିନ ଓ ରାତିର ଉପସ୍ଥିତି ସମାନ ରହେ। କିନ୍ତୁ ପରେ ଯୁକ୍ତରାଷ୍ଟ୍ର ଆମେରିକାର ସିନେଟର ગે ଲର୍ଡ଼ ନେଲସନ୍ ପରିବେଶ ପ୍ରଶିକ୍ଷଣ ଓ ସୁଧାର ନିମନ୍ତେ ଏପ୍ରିଲ 22 ତାରିଖ ଦିନଟିକୁ ବିଶ୍ୱବ୍ୟାପୀ ଧରିତ୍ରୀ ଦିବସ ରୂପେ ପାଳନ କରିବାକୁ ପ୍ରସ୍ତାବ ଦେଇଥିଲେ ଏବଂ ଏହା ସ୍ୱୀକୃତ ହୋଇଥିଲା। ସେବେଠାରୁ ପରିବେଶକୁ ସୁରକ୍ଷା ଦେବା ନିମନ୍ତେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଏପ୍ରିଲ 22 ତାରିଖ ଦିନ ସାରା ବିଶ୍ୱରେ ପାଳନ କରାଯାଉଛି। ପ୍ରଥମ ବର୍ଷ ଅର୍ଥାତ୍ 1970 ମସିହାରେ ଏହି କାର୍ଯ୍ୟକ୍ରମରେ ଯୁକ୍ତରାଷ୍ଟ୍ର ଆମେରିକାର ହଜାର ହଜାର ସ୍ଥାନରେ ପ୍ରାୟ 20 ଲକ୍ଷରୁ ଉର୍ଦ୍ଧ୍ୱ ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। गे ଲର୍ଡ଼ ନେଲସନ୍ଙ୍କୁ ଧରିତ୍ରୀ ଦିବସର ଜନକ ବୋଲି ଅଭିହିତ କରାଯାଏ। ଆର୍ଥ ଡେ ନେଟୱାର୍କ ନାମକ ଏକ ସଂସ୍ଥା ସାରା ବିଶ୍ୱରେ ଧରିତ୍ରୀ ଦିବସ ପାଳନ କାର୍ଯ୍ୟକ୍ରମକୁ ସଂଯୋଜନା କରିଥାଏ। 4 ବର୍ଷ ତଳକୁ ଫେରିଗଲେ 2020 ମସିହାରେ ପ୍ରଥମ ବିଶ୍ୱ ଧରିତ୍ରୀ ଦିବସ 30 ବର୍ଷ ପୂର୍ତ୍ତି ପାଳନ କରାଯାଇଥିଲା। ସେ ବର୍ଷର ପ୍ରସଙ୍ଗ ଥିଲା ବିଶ୍ୱ ତାପନ ଓ ସ୍ୱଚ୍ଛ ଏବଂ ସବୁଜ ଇନ୍ଧନର ପ୍ରୟୋଜନୀୟତା। ଆମେ ସମସ୍ତେ ଉଣାଧିକ ଅବଗତ ଯେ ଯାନବାହନ ଚଳାଚଳ, ତାପଜ କେନ୍ଦ୍ରରୁ ବିଦ୍ୟୁତ୍ ଉତ୍ପାଦନ ଏବଂ ଅନ୍ୟାନ୍ୟ ଶିଳ୍ପ କଳକାରଖାନାରେ ଜୀବାଶ୍ମ ଇନ୍ଧନର ବହୁଳ ବ୍ୟବହାର ଫଳରେ ବାୟୁମଣ୍ଡଳକୁ ଯେଉଁ ସବୁଜ ଗୃହ ବାଷ୍ପ ଅଙ୍ଗାରକାମ୍ଳ ନିର୍ଗତ ହେଉଛି ତାହା ହିଁ ପୃଥିବୀର ତାପମାତ୍ରା ବୃଦ୍ଧି ପାଇବାର ପ୍ରମୁଖ କାରଣ ଅଟେ। ତେଣୁ କିପରି ଭାବେ ଆମେ ଜୀବାଶ୍ମ ଇନ୍ଧନ ଯଥା ପେଟ୍ରୋଲ, ଡିଜେଲ, କୋଇଲା ବ୍ୟବହାର ହ୍ରାସ କରି ଅଧିକରୁ ଅଧିକ ସବୁଜ ଇନ୍ଧନ ବା ନବୀକରଣୀୟ ଇନ୍ଧନ ଉତ୍ପାଦନ ତଥା ବ୍ୟବହାର କରିପାରିବା ସେ ଦିଗରେ ପ୍ରଚେଷ୍ଟା ଜାରି ରଖିବାକୁ 2020 ମସିହା ଧରିତ୍ରୀ ଦିବସରେ ଆହ୍ୱାନ ଦିଆଯାଇଥିଲା। 2021 ମସିହା ଧରିତ୍ରୀ ଦିବସର ପ୍ରସଙ୍ଗ ଥିଲା ପୃଥିବୀକୁ ତା'ର ପୂର୍ବାବସ୍ଥାକୁ ଫେରାଇ ଆଣ। ପ୍ରାକୃତିକ ପ୍ରକ୍ରିୟାରେ ସବୁଜ ବୈଷୟିକ ଜ୍ଞାନକୌଶଳ ବ୍ୟବହାର ଓ ନୂତନ ଚିନ୍ତାଧାରା ପ୍ରୟୋଗ ଫଳରେ ଧରିତ୍ରୀର ଅବକ୍ଷୟ ପରିସଂସ୍ଥାର ପୁନରୁଦ୍ଧାର ସମ୍ଭବ ହୋଇପାରିବ। ତା ପରବର୍ଷ ଅର୍ଥାତ୍ 2022 ମସିହାରେ ଧରିତ୍ରୀ ଦିବସର ପ୍ରସଙ୍ଗ ଥିଲା ପ୍ରକୃତି ସହ ସୁସମନ୍ୱୟର ଜୀବନଯାପନ। ଏହି ଆହ୍ୱାନର ଅର୍ଥ ହେଉଛି ଆମେ ଆମର ଜୀବନଶୈଳୀକୁ ଏପରି ନିୟନ୍ତ୍ରଣ କରିବା ଯେପରି ଆମର ବାର୍ଷିକ ପରିବେଶ ପଦଚିହ୍ନ ପୃଥିବୀର ବାର୍ଷିକ ଦୈନିକ ଉତ୍ପାଦନ କ୍ଷମତାଠାରୁ ଅଧିକ ହେବ ନାହିଁ। ଗତ 2023 ମସିହା ଧରିତ୍ରୀ ଦିବସର ପ୍ରସଙ୍ଗ ଥିଲା ଆମ ଗ୍ରହରେ ଅର୍ଥ ବିନିଯୋଗ କର। ଏହି କ୍ରମରେ ବ୍ୟବସାୟିକ ସଂସ୍ଥାମାନଙ୍କୁ ସହନୀୟ ପ୍ରକ୍ରିୟାରେ ବିକାଶ ହାସଲ କରିବା ପାଇଁ ଆହ୍ୱାନ ଦିଆଯାଇଥିଲା। ଏଠି କେବଳ ବିଗତ 5 ବର୍ଷର ଧରିତ୍ରୀ ଦିବସର ସମାରୋହର ପ୍ରାସଙ୍ଗିକତା ଉପରେ ସୂଚନା ଦିଆଯାଇଛି। ବିଭିନ୍ନ ବର୍ଷର ପ୍ରସଙ୍ଗକୁ ବିଚାରକୁ ନେଲେ ଗୋଟିଏ କଥା ସ୍ପଷ୍ଟ ହୁଏ ଯେ ମାନବ ସମାଜ ପ୍ରକୃତି ସହିତ ସମନ୍ୱୟ ରକ୍ଷା କରି ସହନୀୟ ବିକାଶ ପଛରେ ଆପଣେଇଥିବା ଜୀବନଶୈଳୀକୁ ନିୟନ୍ତ୍ରିତ କଲେ ପୃଥିବୀ ପାରିପାର୍ଶ୍ୱିକ ଅବକ୍ଷୟ ଓ ବିପନ୍ନ ଜୈବ ବିବିଧତା ଆଦି ସଙ୍କଟକୁ ପ୍ରତିହତ କରି ପୁନର୍ବାର ପୂର୍ବ ଅବସ୍ଥାକୁ ଫେରି ଆସିପାରିବ। ଶସ୍ୟ ଶ୍ୟାମଳା ସବୁଜିମାରେ ଭରିଯିବ ଆମର ପ୍ରିୟ ପୃଥିବୀ। ଏଠି ସୂଚାଇ ଦେବା ଆଦୌ ଅପ୍ରାସଙ୍ଗିକ ହେବ ନାହିଁ ଯେ ପୃଥିବୀ ବାହାରେ ଅନ୍ୟ ଏକ ଜୀବନ୍ତ ଗ୍ରହର ଆବିଷ୍କାର ନିମନ୍ତେ ଶତାବ୍ଦୀ ଧରି ଚାଲିଥିବା ବୈଜ୍ଞାନିକ ଓ ଖଗୋଳଶାସ୍ତ୍ରୀମାନଙ୍କର ଗବେଷଣା ଓ ଅବିରତ ଅନ୍ୱେଷଣ ସତ୍ତ୍ୱେ ଏଯାବତ୍ କୌଣସି ସୁଫଳ ପ୍ରାପ୍ତ ହୋଇନାହିଁ। ହୁଏତ
ଭବିଷ୍ୟତରେ ସଫଳତା ମିଳିପାରେ, ଏକଥା ଅସ୍ୱୀକାର କରାଯାଇ ନପାରେ। କିନ୍ତୁ ଏକଥା ସତ୍ୟ ଯେ ଏପର୍ଯ୍ୟନ୍ତ ଆମ ପାଖରେ ଏକମାତ୍ର ପୃଥିବୀ ଅଛି, ଆମର ପ୍ରିୟ ବାସସ୍ଥଳୀ, ଯାହାର ସୁରକ୍ଷା ଏକାନ୍ତ ଜରୁରୀ। ଏ ଦାୟିତ୍ୱ ସମଗ୍ର ମାନବ ସମାଜର। ସୁଭାଷିତ ରତ୍ନମାଳା 58 ଶ୍ଲୋକରେ କୁହାଯାଇଛି ଯେ ଅର୍ଥାତ୍ ଯେଉଁ ମନୁଷ୍ୟ ନିଶ୍ଚିତ ତଥା ସ୍ଥାୟୀ ପ୍ରାପ୍ତିକୁ ଛାଡ଼ି ଅନିଶ୍ଚିତ ପାଇଁ ପ୍ରାପ୍ତି ଆଶାରେ ଧାଏଁ, ସେ ପ୍ରାପ୍ତ ପଦାର୍ଥକୁ ତ ହରାଇ ବସେ, ଅପ୍ରାପ୍ତ ପଦାର୍ଥ ମଧ୍ୟ ତାକୁ ମିଳେ ନାହିଁ। ଏବେ ଆମ ପାଇଁ ନିଶ୍ଚିତ ପ୍ରାପ୍ତି ଆମର ଏକ ମାତ୍ର ପୃଥିବୀ, ମା ଧରିତ୍ରୀ, ଅଚଳା ସେ, ସର୍ବସ୍ୱ ସେ, ଯୁଗ ଯୁଗ ଧରି ମାନବ ସମାଜର ଅଳି ଅର୍ଦ୍ଦଳି ସହି ଆସି, ଜନନୀ ପରି ନିଜର ପାରିପାର୍ଶ୍ୱିକ ମୂଲ୍ୟବୋଧକୁ ବଳି ଦେଇ ସନ୍ତାନ ସନ୍ତତିମାନଙ୍କର ଉଚ୍ଚାଭିଳାଷ ଓ ପରିବର୍ତ୍ତିତ ଜୀବନଶୈଳୀର ଅଭିପ୍ସା ସେ ପୂରଣ କରି ଚାଲିଛି। ତା'ର ସେହି ନୀରବତା ଓ ମୌନତାର ସୁଯୋଗକୁ ନେଇ ସମସ୍ତେ ତାକୁ ସାଧ୍ୟମତେ ଲୁଣ୍ଠନ କରି ଚାଲିଛନ୍ତି। ବିଶେଷ କରି ଏହି ମାଟିର ମଣିଷ ଦିନେ ପୁଣି ସେହି ମାଟି କୋଳରେ ଅନ୍ତିମ ଆଶ୍ରୟ ନେବ, ଏକଥା ଜାଣି ମଧ୍ୟ ଯାନ୍ତ୍ରିକ ମଣିଷ ସାଜି କୃଷି ପାଇଁ, ଶିଳ୍ପ ପାଇଁ ପୃଥିବୀର ଶରୀରକୁ କ୍ଷତ ବିକ୍ଷତ କରି ପକାଉଛି। ବିଭିନ୍ନ ରାସାୟନିକ ସାର, କୀଟନାଶକ ଔଷଧ ପ୍ରୟୋଗ ଜରିଆରେ ମାଟିକୁ ବିଷାକ୍ତ କରିଦେଉଛି। ଉଭୟ କଠିନ ଓ ତରଳ ବର୍ଜ୍ୟ ନିଷ୍କାସନ କରି ତାକୁ ପ୍ରଦୂଷିତ କରିବା ସହିତ କୁଢ଼ କୁଢ଼ ପ୍ଲାଷ୍ଟିକ୍ ଆବର୍ଜନା ଗଦେଇ ଶ୍ୱାସରୁଦ୍ଧ କରିଦେଉଛି। ଏସବୁର କୁପରିଣାମ ସୁଦୂର ପ୍ରସାରୀ। ପୃଥିବୀ ବଞ୍ଚି ରହିଲେ, ଜୈବ ବିବିଧତା ରହିଲେ ହିଁ ମାନବଜାତି ତିଷ୍ଠି ରହିବ, ଏଥିରେ ଦ୍ୱିମତ ନାହିଁ। ରହିଲି, ଧନ୍ୟବାଦ।